ॐ ज्ञानतिमिरन्धस्य ज्ञानाञ्जनशलाकया चक्षुरुन्मिलितं येन तस्मै श्रीगुरुवे नमः। श्रीचैतन्यमनोभीष्टं स्थापितं येन भूतले स्वयं रूपं कदा हि मह्यं ददाति स्वपदान्तिकम्। वन्देऽहं श्रीगुरुं श्रीयुतपदकमलं श्रीगुरून् वैष्णवाच श्रीरूपं साग्रजातं सहगण रघुनाथान्वितं तं सञ्जीवं साद्वैतं सावधूतं परिजनसहितं कृष्णचैतन्यदेवं श्रीराधाकृष्णपादान् सहगण ललिता श्रीविशाखान्विता च। हे कृष्ण करुणा सिंधु दीनबंधु जगतपते गोपेश गोपिका कांत राधा कांत नमस्तुते। तप्त कांचने गौरांगे राधे वृंदावनेश्वरी वृषभानुसुते देवी प्रणमामि हरिप्रिये। वाञ्छाकल्पतरुभ्यश्च कृपा सिन्धुभ्येव च पतितानां पावनेभ्यो वैष्णवेभ्यो नमो नमः। जय श्री कृष्ण चैतन्य प्रभु नित्यानंद श्री अद्वैत गदाधर शिवासादि गौर भक्त वृंद। हरे कृष्णा 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 हरे हरे, हरे राम 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 हरे हरे। ओम नमो भगवते वासुदेवाय। ओम नमो भगवते वासुदेवाय। ओम नमो भगवते वासुदेवाय। ग्रंथराज श्रीमद्भागवतम 10वां स्कंद अध्याय 31 श्लोक नंबर 2। शरदुदासये साधुजात सरसिजदर श्रीमृषा दृश्य सुरतनाथ ते अश्लुक दासिका वरदनि घ्नत नेह किं बधा। शरत ऋतु उद आशय जलाशय रे साधु चमत्कार भावरे जात विकसित सत सुंदर सरसिज पद्म फूलर उदर मध्यरे श्री सौंदर्य मृषा जहा अतिक्रम करे दृषा तुम दृष्टि द्वारा सुरतनाथ हे प्रेमनाथ ते तुमर अश्लुक बिना मूल्य रे प्राप्त दासिका दासीगण वरद हे अभिष्टप्रद निघ्नतः तुम्हें जे बद्ध करुछ न नुहे इह एही जगत रे किम काहिंकी बद्ध हत्या। अनुवाद शिल प्रभुपाद की। अनुवाद। हे सुरतनाथ तुमर दृष्टिर सौंदर्य शरतकालीन सरोवर रे सुजात विकसित कमल गर्भर सौंदर्य को मत अतिक्रम करे। हे अभिष्टप्रद निजको जे माने बिना मूल्य रे तुम निकट रे समर्पण करिसंती सेही दासी मानकु तुमे बद्ध करिछ। एहा कोन बद्ध नुहे। भावार्थ शरत काल रे कमल गर्भ विशेष सौंदर्य नियुक्त होई विकसित हुए किंतु कृष्ण दृष्टिपात्र सौंदर्य से अनुपम सुंदरता को मध्य अतिक्रम करे। तो हम ये अध्याय रे भगवान को
ଗୋପୀମାନେ ନ ପାଇ ବିରହରେ ପ୍ରାର୍ଥନା କରୁଛନ୍ତି। ପ୍ରଥମେ ଖୋଜିଥିଲେ କିନ୍ତୁ ଜଙ୍ଗଲରେ କୋଉଠି ମଧ୍ୟ ସେ ପାଇଲେ ନା, କିନ୍ତୁ ଘରକୁ ଫେରି ଆସିକି ପୁଣି ଆଉଥରେ ବିରହରେ ପ୍ରାର୍ଥନା କରୁଛନ୍ତି। ଏଇଟା ହେଉଛି ଗୋପୀମାନଙ୍କ ବିରହ ଗୀତ। ବହୁତ କିଛି ସୁନ୍ଦର କଥା ଅଛି। ଆମେ ଯେତିକି ପାଉଛେ ଗୁରୁ କୃଷ୍ଣଙ୍କ ବୈଷ୍ଣବଙ୍କ କୃପାରୁ ବୁଝେଇବା। ତ କାଲିର ଶ୍ଲୋକରେ କ'ଣ କରିଥିଲେ? ଗୋପ୍ୟା ଉଚୁ। କାଲିର ଶ୍ଲୋକରେ ସେ ପ୍ରାର୍ଥନା କରିଥିଲେ ଭଗବାନଙ୍କର ଜନ୍ମ ଯେପରି ହେଲା ବ୍ରଜଭୂମିରେ ପ୍ରଶଂସା କରିଥିଲେ। ବ୍ରଜଭୂମିରେ ଭଗବାନ ବୃନ୍ଦାବନ ଧାମରେ ଭଗବାନ ଜନ୍ମ ହେଇକିରି ବୃନ୍ଦାବନ ଧାମକୁ ବୈକୁଣ୍ଠ ଧାମ ଠାରୁ ଆହୁରି ମହିମାମଣ୍ଡିତ କରିଛନ୍ତି। କାଲିର ଶ୍ଲୋକରେ ଥିଲା ଜନ୍ମର ପ୍ରଶଂସା କରିଥିଲେ। ଆଜିର ଶ୍ଲୋକରେ ଭଗବାନଙ୍କ ଦୃଷ୍ଟିର ପ୍ରଶଂସା କରୁଛନ୍ତି। ଏଠି କହୁଛନ୍ତି ଶ୍ରୀ ମୂଷା ଦୃଶ୍ୟ, ଆପଣଙ୍କର ଦୃଷ୍ଟିପାତ ଏତେ ସୁନ୍ଦର, ଆଉ ଯାହା ଉପରେ ପଡ଼ିବ ଆକର୍ଷିତ ହେବ ଆପଣଙ୍କ ପ୍ରତି। ଆଉ ତାହାକୁ କାହା ତୁଳନା ଦେଇଛନ୍ତି ନା ପଦ୍ମପୁଷ୍ପର ପୁଷ୍ପରେ ଥିବା ପାଖୁଡ଼ା, ଯୋଉ କେଶର। କେଶରର ସୌନ୍ଦର୍ଯ୍ୟ ଏତେ ଶୋଭାମୟ, ତାଠାରୁ ଭଗବାନଙ୍କର ଦୃଷ୍ଟି ଆହୁରି ଶୋଭାମୟ, ଆହୁରି ଆକର୍ଷିତ କରେ। ତ ଦୃଷ୍ଟିର ପ୍ରଶଂସା କରୁଛନ୍ତି ଆଜିର ଶ୍ଲୋକରେ। ଏଠି କହୁଛନ୍ତି ଶରଦ ଉଦାସରେ ସାଧୁ ଜାତ ସରସିଜୋଦର ଶ୍ରୀ ମୂଷା ଦୃଶା। ହେ କୃଷ୍ଣ, ଦୃଷ୍ଟିର ଯେଉଁ ସୌନ୍ଦର୍ଯ୍ୟ ତାହା ଶରଦ ଉଦାସ, ଆପଣଙ୍କର ଦୃଷ୍ଟିର ସୌନ୍ଦର୍ଯ୍ୟ ସରସ ଉଦାସ। ସେ କହୁଛନ୍ତି ଶରତକାଳୀନ ସରୋବରରେ, ଶରତ ଋତୁରେ ସରୋବରର ଜଳ କ'ଣ ନିର୍ମଳ ଥାଏ, ବର୍ଷା ଦିନେ କ'ଣ ଗୋଳିଆ। ତେଣୁ ସେଇ ପଦ୍ମ ପୁଷ୍ପ ଯେତେବେଳେ ଶରତକାଳୀନ ଜଳରେ ପ୍ରସ୍ଫୁଟିତ ହବ, ସେ ବହୁତ ସୁନ୍ଦର ଦେଖାଯିବ। ତେଣୁକରି ଏଠି କୁହାଗଲା ସରସିଜୋଦର। ସେଇ ସରସିଜୋଦର ଅର୍ଥାତ୍ ଯେତେବେଳେ କମଳ ପୁଷ୍ପ ସେ ଶରତକାଳୀନ ଜଳରେ ବା ସରୋବରରେ ପ୍ରସ୍ଫୁଟିତ ହୁଏ, ଏହା ବହୁତ ସୁନ୍ଦର ଦେଖାଯାଏ। ପଦ୍ମ ପୁଷ୍ପର କେତେଟା ଗୁଣ ବର୍ଣ୍ଣନା କରାଯାଇଛି। କମଳ ପୁଷ୍ପର କେତେଟା ଗୁଣ ଆଚାର୍ଯ୍ୟମାନେ ବର୍ଣ୍ଣନା କରୁଛନ୍ତି। କ'ଣ? ତା ଦେଖିବା ପାଇଁ ବହୁତ ସୁନ୍ଦର, ସୁଶୋଭିତ, ଶୀତଳ ଆଉ ମଧୁପୂର୍ଣ୍ଣ। ସେଥିରେ ମଧୁ ଅଛି। ପଦ୍ମ ପୁଷ୍ପରେ ଦେଖିଛନ୍ତି ମଧୁ ଅଛି, ଆଉ ଦେଖିବାକୁ ସୁନ୍ଦର ଆଉ ଶୀତଳ। ପଦ୍ମପୁଷ୍ପର କେଶରରେ ଯେତେବେଳେ ମଧୁ ଥିବ, ଭ୍ରମଣ ମାନେ କ'ଣ ହଉଛନ୍ତି? ଆକର୍ଷିତ ହଉଛନ୍ତି ମଧୁ ସଂଗ୍ରହ ପାନ କରିବା ପାଇଁ। ଆଉ ଭ୍ରମଣ ମାନେ ଯାଇ ଯେତେବେଳେ ମଧୁପାନ କରନ୍ତି, ଏତେ ମଜି ଯାଆନ୍ତି ମଧୁପାନରେ, ସେମାନଙ୍କ ସେଥିରୁ ବାହାରି ପାରନ୍ତି ନା। ଆଉ ସନ୍ଧ୍ୟା ହେଲେ କମଳ ପୁଷ୍ପ କ'ଣ ହବ? ବନ୍ଦ ହେଇଯିବ। ସେମାନେ ସେ ଭିତରେ ରହିଯାଆନ୍ତି, ମଧୁପାନ କରନ୍ତି। ମଧୁକୁ ଏତେ ପାନ କରି ଏତେ ମଜି ଯାଆନ୍ତି, ସେଥିରୁ ସେ ବାହାରି ପାରନ୍ତି ନା। ଆମେ ଜାଣିଛୁ ଯେ ସାଧାରଣତଃ କମଳ ପୁଷ୍ପ ସନ୍ଧ୍ୟାରେ ବନ୍ଦ ହବ, ସୂର୍ଯ୍ୟ ଉଦୟ ହେଲେ ପୁଣି ଆଉଥରେ ଖୋଲିଯିବ। ଆଉ ଭ୍ରମର ମାନେ ସେଥିରେ କ'ଣ କରନ୍ତି? ମଦ୍ୟପାନ କରି ମତ୍ତ ହେଇଯାଆନ୍ତି ସେ ଭିତରେ। ସେମାନେ କେତେବେଳେ କମଳ ବନ୍ଦ ହେଇଯିବ ସେମାନେ ଜାଣିପାରନ୍ତି ନା, ଏଭଳି ଭାବରେ ମଦ୍ୟପାନ କରିଥାନ୍ତି। ଗୋପୀମାନେ କହୁଛନ୍ତି କମଳ ପୁଷ୍ପର କେଶର ଭଗବାନ କୃଷ୍ଣଙ୍କର ଦୃଷ୍ଟି ସହିତ ତୁଳନା କରିଛନ୍ତି। କମଳ ପୁଷ୍ପରେ କେଶର ଅଛି, ଆଉ ସେଇ କେଶର ସହିତ ଭଗବାନଙ୍କ ଦୃଷ୍ଟିର ସେ ତୁଳନା କରିଛନ୍ତି। ଭଗବାନ କୃଷ୍ଣ ଯେତେବେଳେ ଦୃଷ୍ଟିପାତ କରନ୍ତି ଗୋପୀମାନଙ୍କ ଉପରେ, ସେତେବେଳେ ସେ ଦୃଷ୍ଟି କିପରି ଗୋପୀମାନେ ବର୍ଣ୍ଣନା କରୁଛନ୍ତି। ଭଗବାନଙ୍କ ଦୃଷ୍ଟିଟା ଏତେ ସୁନ୍ଦର, ଏତେ ମନମୋହନକାରୀ, ଏତେ ଆକର୍ଷିତ। ସେଇ ଦୃଷ୍ଟିର ଆକର୍ଷଣ କୋଉ ଭଳି ଭାବରେ ଗୋପୀମାନେ ସେଇଟା ବର୍ଣ୍ଣନା କରୁଛନ୍ତି ଆଗକୁ।
ଏଠି କହୁଛନ୍ତି ନା ସିମୁଷା ଦୁଷା ଆପଣଙ୍କ ଦୃଷ୍ଟି ଏତେ ଆକର୍ଷିତ କରୁଛି ଜୀବମାନଙ୍କୁ କେହି ଆକର୍ଷିତ ନ ହେଇକି ରହିପାରନ୍ତି ନା। ସେ ଆକର୍ଷଣରେ ଏଠି ବର୍ଣ୍ଣନା କରୁଛନ୍ତି ଆପଣଙ୍କ ଦୃଷ୍ଟି ଶରତକାଳୀନ ଜଳାଶୟରେ ପ୍ରସ୍ଫୁଟିତ କମଳ ପୁଷ୍ପର କେଶରର ସୌନ୍ଦର୍ଯ୍ୟ ଠାରୁ ଅଧିକା ଶୋଭାୟମାନ। କମଳ ପୁଷ୍ପ ଦେଖିବାକୁ ତ ସୁନ୍ଦର କିନ୍ତୁ ତାଠାରୁ ଆହୁରି ଭଗବାନଙ୍କ ଦୃଷ୍ଟି ଆହୁରି ସୁନ୍ଦର। ଏଇଟା ସେ ବର୍ଣ୍ଣନା କରୁଛନ୍ତି ଗୋପୀମାନେ। ସେ ଦୃଷ୍ଟି ଆମକୁ ଆପଣଙ୍କ ପ୍ରତି ଆକୃଷ୍ଟ କରୁଛି, ଆକର୍ଷିତ କରୁଛି। ତେଣୁ ଯେ କେହି କୃଷ୍ଣଙ୍କ ଦୃଷ୍ଟି କୃଷ୍ଣଙ୍କ ପ୍ରତି ଆକୃଷ୍ଟ ହେଲା, ସେ ଆକୃଷ୍ଟ ହେବା ସେ ବ୍ୟକ୍ତିର ଦୋଷ ନୁହେଁ। କୃଷ୍ଣଙ୍କର ଦୃଷ୍ଟି ଆମ ଉପରେ ପଡ଼ିଲେ ଆମେ କୃଷ୍ଣଙ୍କ ପ୍ରତି ଆକୃଷ୍ଟ ହେଉଛନ୍ତି। ଆଉ ସେ ଦୃଷ୍ଟିଟା ସେ ବ୍ୟକ୍ତିର ଦୋଷ ନୁହେଁ, ଏଇଟା କୃଷ୍ଣଙ୍କର ଦୃଷ୍ଟିର ଦୋଷ। କୃଷ୍ଣଙ୍କ ଦୃଷ୍ଟିରେ ଏତେ କ'ଣ ରହିଛି, ମହିମା ରହିଛି। ଭଗବାନଙ୍କ ଦୃଷ୍ଟି ଯାହା ଉପରେ ଗୋଟେ ଥର ପଡ଼ିଲା ସେ ନିଶ୍ଚୟ ତାଙ୍କ ପ୍ରତି ଆକର୍ଷିତ। ଏଇଟା ବ୍ୟକ୍ତିର ଦୋଷ ନୁହେଁ, କୃଷ୍ଣଙ୍କ ଦୃଷ୍ଟିର ଦୋଷ ବୋଲି ଗୋପୀମାନେ କହୁଛନ୍ତି ନିଜେ। କାହିଁକି ନା ଗୋପୀମାନଙ୍କୁ ସେ ଯେତେବେଳେ ନିରୀକ୍ଷଣ ଚାହିଁ ଦେଇଛନ୍ତି, ଚକ୍ଷୁର ଦୃଷ୍ଟି ସେମାନେ କରିଛନ୍ତି ଆକର୍ଷିତ ହେଇଯାଇଛନ୍ତି। ସେ କହୁଛନ୍ତି ଏଇଟା ବ୍ୟକ୍ତିର ଦୋଷ ନୁହେଁ, ଆପଣଙ୍କ ଦୃଷ୍ଟିର ଦୋଷ। କାରଣ ଆପଣଙ୍କ ଦୃଷ୍ଟି ଏତେ ସୌନ୍ଦର୍ଯ୍ୟମୟ, ଯେକୌଣସି ବ୍ୟକ୍ତି ଉପରେ ସେ ଦୃଷ୍ଟି ପଡ଼ିବ ସେ ବ୍ୟକ୍ତି ନିଶ୍ଚିତ ଭାବେ ଆପଣଙ୍କ ପ୍ରତି ଆକର୍ଷିତ ହେବ। ତେବେ ଏଥିରେ ସେ ବ୍ୟକ୍ତିର କ'ଣ ଦୋଷ ଅଛି? ତେଣୁ ଆପଣ ସେ ପ୍ରେମପୂର୍ଣ୍ଣ ଦୃଷ୍ଟି ସମସ୍ତ ଜୀବମାନଙ୍କୁ ଆପଣଙ୍କ ପ୍ରତି ଆକୃଷ୍ଟ କରିବା ବି ସମର୍ଥ। ଭଗବାନଙ୍କ ପ୍ରେମପୂର୍ଣ୍ଣ ଦୃଷ୍ଟି ଯାହା ଉପରେ ଗୋଟେ ଥର ପଡୁଛି ତାଙ୍କ ପ୍ରତି ଆକୃଷ୍ଟ ହେଇଯାଉଛି ଜୀବ। ଆଉ ଗୋପୀମାନେ ନିଜର ଅନୁଭବରେ ସେଇଟାକୁ ବର୍ଣ୍ଣନା କରୁଛନ୍ତି। ଆପଣଙ୍କର ପ୍ରେମ ଯେତେବେଳେ ଆମକୁ ଚାହିଁ ଦିଅନ୍ତି, ଆପଣଙ୍କର ପ୍ରେମପୂର୍ଣ୍ଣ ଦୃଷ୍ଟି ଦ୍ୱାରା ଆମେ କ'ଣ ହେଉଛି ଆପଣଙ୍କ ପ୍ରତି ଆକୃଷ୍ଟ ହେଇଯାଉଛି। ତେଣୁ ଆପଣ ହିଁ ଜୀବମାନଙ୍କୁ ଆକୃଷ୍ଟ କରିବା ପାଇଁ ସମର୍ଥ ପୁରୁଷ, ଆଉ କେହି ନାହାନ୍ତି ସଂସାରରେ। ଭଗବାନଙ୍କ ଚକ୍ଷୁ ଏତେ ସୁନ୍ଦର। ଯେତେବେଳେ ଆମେ ଭଗବାନଙ୍କୁ ଦର୍ଶନ କରୁଛନ୍ତି ପ୍ରଥମେ ପାଦରୁ ଦର୍ଶନ କରିବା ଉଚିତ। ତଳ ପାଦରୁ ପ୍ରଥମେ ଆସିବେ, ତାପରେ ଶେଷରେ କିଛି ସମୟ ପରେ ମୁଖକୁ ଦର୍ଶନ କରିବେ। ଏ ହେଉଛି ନିୟମ। ଗୋପୀମାନଙ୍କ ପକ୍ଷରେ ସେଭଳି ଭାବରେ ନିୟମ ନାହିଁ, ସେ ତ ଭଗବାନଙ୍କର ସୁଧା ଭକ୍ତ। କିନ୍ତୁ ଭଗବାନଙ୍କୁ ନ ପାଇ ସେ କ'ଣ କରୁଛନ୍ତି, କୃଷ୍ଣ ପାଖରେ ନାହାନ୍ତି କିନ୍ତୁ ସେ କ'ଣ କରୁଛନ୍ତି, ବିରହରେ କଥାବାର୍ତ୍ତା ହେଉଛନ୍ତି ନିଜେ ନିଜେ। ତ ଏଇଠି କହିଲେ ଶ୍ରୀ ମୂଷା ଦୁଷା ଆପଣଙ୍କର ଦୃଷ୍ଟି ପଦ୍ମ ପାଖୁଡ଼ା ପଦ୍ମ ଫୁଲର କମଳ ପୁଷ୍ପର କେଶର ଠାରୁ ଆହୁରି ସୌନ୍ଦର୍ଯ୍ୟମୟ। ତେଣୁ ଆପଣ ସମସ୍ତ ଜୀବକୁ ନିଜ ପ୍ରତି ଆକୃଷ୍ଟ କରିପାରନ୍ତି, ଆପଣ ସମର୍ଥ ପୁରୁଷ। ଏଠି ଦୃଷ୍ଟିର ବର୍ଣ୍ଣନା କଲେ, ଦୃଷ୍ଟିର ପ୍ରଶଂସା କରୁଛନ୍ତି ଗୋପୀମାନେ। ପୁଣି କହୁଛନ୍ତି ସୁରଥ ନାଥ ତେ ଅଶୁଳ୍କ ଦାସିକା। ଆମେ ଶ୍ଲୋକ ଅନୁଯାୟୀ ଯିବା ତାହେଲେ ବୁଝିପାରିବା। ସୁରଥ ନାଥ ତେ ଅଶୁଳ୍କ ଦାସିକା। ଆପଣ ହେଉଛନ୍ତି ସୁରଥ ନାଥ। ଏଠି ସୁରଥ ନାଥର ଅର୍ଥ କରୁଛନ୍ତି ପ୍ରେମନାଥ। ଭଗବାନ କୃଷ୍ଣଙ୍କୁ ଗୋପୀଗଣ ପ୍ରେମନାଥ ବୋଲି କହୁଛନ୍ତି। ପ୍ରେମର ଅର୍ଥ ଭାବ, ପ୍ରେମ ଭାବର ସୃଷ୍ଟି କୃଷ୍ଣଙ୍କ ଠାରୁ ହେଇଛି ନା। ପ୍ରେମଟା ଆମ ପାଖକୁ କେମିତି ଆସିଲା, କାହାଠୁ ଆସିଲା? ଭଗବାନ କୃଷ୍ଣଙ୍କର ଠାରୁ ହିଁ ସବୁ କିଛି ଆସିଛି ନା ନାହିଁ। ତେଣୁ ସେ ଆପଣ ହେଉଛନ୍ତି ପ୍ରେମନାଥ। ସୁରତନାଥର ହେଉଛି ପ୍ରେମନାଥ। ଆପଣ ଅର୍ଥାତ୍ ଆପଣ ସବୁ କିଛିର ମୂଳ, ଆପଣଙ୍କ ଠାରୁ ସବୁ କିଛି ଆସିଛି, ନାଇଁ କି? ଗୀତାରେ ଭଗବାନ କହିଲେ ନା, ଅହଂ ସର୍ବସ୍ୟ ପ୍ରଭବ ମଧ ସର୍ବଂ ପ୍ରବର୍ତ୍ତତେ।
इति मत्वा भजन्ते मां बुद्धा भाव समानितः। ये कहते अहम सर्वस्व प्रभु भगवान निजे कहते ना मो ठारू समस्त आध्यात्मिक जगत आ भौतिक जगत सृष्टि होती अर्थात से भितर प्रेमटा अच्छी नहीं कि प्रेमटा से आध्यात्मिक जगत अच्छी भौतिक जगत अच्छी भगवान सृष्टि कर उभय ए संसार जहाँ कि अच्छी आध्यात्मिक सृष्टि भौतिक सृष्टि सब से मो द्वारा सृष्टि भगवान निजे कहते गोपी मैंने बुझाऊँ तेणु बुद्धिमान व्यक्ति एक कथा जानी भक्ति भाव में भगवान भजन करवा उचित जदि भगवान सब सृष्टि है यह जानिकी कौन करिया दरकार भगवान भजन करवा उचित भजन अर्थ सेवा बुद्धिमान व्यक्ति गोपी मान ये कहते भगवान होती सबकिछ मूल आते माधुर्य निलय अर्थात प्रेमर मूर्तिमंत स्वरूप भगवान ठारू ही प्रेम आम पाख आसी सबकिछ आसी एठे प्रेमनाथ उपरे आम आलोचना कर गोपी मान कहते आपण ठारू प्रेम आम पाई तेणु तांकर दृष्टि मध्य प्रेमपूर्ण दृष्टि भगवान की दृष्टि मध्य प्रेमपूर्ण दृष्टि जदि कौन सी व्यक्ति ऊपर भगवान कृष्ण से प्रेमपूर्ण दृष्टि पड़ा कृष्ण प्रति प्रेम भाव जागृत हो निश्चय प्रेमपूर्ण दृष्टि द्वारा प्रेमपूर्ण भाव जागृत हो नहीं तो गोपी मान से कथा कहते निसंदेह आपण जहाँ को दृष्टिपात करेंगे आपण को से आपन प्रति आकर्षित हम अब प्रेम उत्पन्न हम आपन प्रति तेणु ये सुरतनाथ बा प्रेमनाथ कही संबोधन कर हे सुरतनाथ हे प्रेमनाथ आपण ठारू आमे ए प्रेम भाव प्राप्त तापर कौन कहते अश्लुक दासिका अश्लुक दासिकार अर्थ आपण आमको बिना मूल्य रे सॉरी आमे आपण पाखरे स्व इच्छा रे समर्पण करिछु अश्लुक दासिका आपण आमको क्रय करि नहंती माने किछ मूल्य देके आपण आमको क्रय कर नहंती आमे स्व इच्छा रे आपण पाखरे कोन करछु समर्पित अश्लुक दासिका साधारणतः दासी अर्थ सेविका वा चाकराणी बुझाए जो माने घरे चाकर रखती से कौन करते पैसा किसी दिखती दरमा दिखती ना मासक चाकराणी मान नियंती ना दासी माने पूर्वर प्रथा थिला कृत दास कृत दासी जन जन किणी नहीं जाउतले पूर्वर से व्यक्ति कौन करथिला से घरे से मालिक पाई सारा जीवन खटिबो काम करिबो काहेकि ना ताऊ से किणी नहीं जाइछि पूर्व प्रथा थिला वर्तमान भी केमती चलछि ना घरे घरे जो दासी दास चाकराणी रखुचंती ताको किछि दरमा दउचंती वर्तमान किंतु पूर्व किणी नहीं जाउतले जदि पुरुष ताको कृत दास आ स्त्री होते कृत दासी बोली कह जाता से सारा जीवन मालिक पाई कौन कर सेवा कर कारण से सबुदिन पे तो किणी नहीं जाइए तेणु ये गोपी मान कहते आम मैंने आपणकर कृत दासी नहु कारण आपण आमको पैसा दे किणी ना कह अशुल्क दासिका आपण आमको किसी दे ना बिना मूल्य रे आमे आपण पाख आसु स्व इच्छा रे आमे स्व इच्छा रे आपण चरण रे निज समर्पित करिछु जदि आपण हमको क्रय करथांते हे कहउचंती जदि आपण हमको क्रय करथांते हमको फिंगी देले बा कष्ट देले बा जहा कले भी किछ असुविधा न थांता
ଆପଣ ଆପଣଙ୍କୁ ତ କିଣି ନାହାନ୍ତି, ଆପଣ ଏହା ଆମ ଦେଲେ କରିପାରିବେ ନା ଆମ ସାଙ୍ଗରେ, କାରଣ ଆପଣଙ୍କର କ୍ରୀତଦାସ ନୁହଁ। ଆପଣଙ୍କ ସମ୍ପତ୍ତି ଆପଣ ଯାହା ଚାହିଁଲେ କରିପାରିବେ ଯଦି କ୍ରୟ କରିଥାନ୍ତେ, ତେଣୁ ଆପଣ କ୍ରୟ କରିନାହାନ୍ତି। ଆମେ ଅଶୁଳ୍କ ଦାସିକା ସ୍ୱ ଇଚ୍ଛାରେ ଆପଣଙ୍କ ପାଖରେ ଆମେ ସମର୍ପିତ ହେଇଛୁ। ତେଣୁ ଏଠି ଲୋକ କହୁଛନ୍ତି ବରଦା ନିଘ୍ନତ, ଆମେ ସ୍ୱ ଇଚ୍ଛାରେ ଆପଣଙ୍କ ପାଖରେ ସମର୍ପିତ ହେଇଛୁ। ତେଣୁ ହେ ବରଦ ନିଘ୍ନତ, ଆପଣ ଆମକୁ ବଦ୍ଧ କରନ୍ତୁ ନା। ନିଘ୍ନତ ହେଉଛି ବଦ୍ଧ। ହେ ବରଦ ନିଘ୍ନତ, ଆପଣ ଆମକୁ ବଦ୍ଧ କରନ୍ତୁ ନା, ଅର୍ଥାତ୍ ଏ ବଦ୍ଧର ଅର୍ଥ ଏଇଟା ହଉଛି ହତ୍ୟା କରନ୍ତୁ ନା। ଆପଣଙ୍କ ବିରହରେ ଆମେ କଣ ହଉଛୁ, ଏଇଟା ତାପିତ ହଉଛୁ। ଏ ବରଦ ଆପଣ ଆପଣଙ୍କୁ ହତ୍ୟା କରନ୍ତୁ ନା। ଆମେ ଆପଣଙ୍କୁ ଦର୍ଶନ କରିବା ପାଇଁ ବୃନ୍ଦାବନର ଅଞ୍ଚଳ ସବୁ ସାରକୁ ଅନ୍ୱେଷଣ କରିଛୁ, କିନ୍ତୁ ଆପଣଙ୍କୁ ଦର୍ଶନ ନ ପାଇକି ଆମେ ବହୁତ ତାପିତ ହଉଛୁ। ତେଣୁ ଆପଣଙ୍କର କର୍ତ୍ତବ୍ୟ ହେଉଛି ଆମକୁ ଦର୍ଶନ ଦେବା। ତେଣୁ ଆପଣ ନିଜକୁ ଦର୍ଶନ ନ ଦେଇ ଆପଣ ଆମକୁ ବଦ୍ଧ କରିବା ପାଇଁ ଚେଷ୍ଟା କରୁଛନ୍ତି। ନିଜେ ନିଜେ ଭିତରେ କଥା ହଉଛି ଗୋପୀ ବିରହ ଗୀତ ନା, ଜୟ ଶ୍ରୀ ରାଧା ଗୋବିନ୍ଦ ସୀତାରାମ ଲକ୍ଷ୍ମଣ ଭକ୍ତ ହନୁମାନ କି ଜୟ କହୁଛନ୍ତି। ଆମେ ବିରହ ଅଗ୍ନିରେ ଜାଳି ଭସ୍ମୀଭୂତ ହଉଛୁ। ତେଣୁ ସେ ବିରହ ଅଗ୍ନିକୁ ଶାନ୍ତ କରିବା ପାଇଁ ଆପଣ ଆମକୁ ଦର୍ଶନ ଦିଅନ୍ତୁ। କିନ୍ତୁ ଆମେ ଦେଖୁଛୁ ଆପଣ ଆମକୁ ଦର୍ଶନ ନ ଦେଇ ମନସ୍ଥ କରିଛନ୍ତି ଆପଣଙ୍କୁ ବଦ୍ଧ କରିବା ପାଇଁ। ନିଘ୍ନତ, ବରଦ ନିଘ୍ନତ, ଆପଣ ଆମକୁ ଦର୍ଶନ ନ ଦେଇ ଆପଣ ମନରେ ସ୍ଥିର କରିଛନ୍ତି କି ଆମକୁ ବଦ୍ଧ କରିବା ପାଇଁ। କୃଷ୍ଣ ପାଖରେ ନାହାନ୍ତି, କୃଷ୍ଣ ପାଖରେ ନାହାନ୍ତି, କିନ୍ତୁ ବିରହରେ ସେ କଣ କରୁଛନ୍ତି, କଥାବାର୍ତ୍ତା ହଉଛନ୍ତି। କୃଷ୍ଣଙ୍କ ଉପଲକ୍ଷେ ଏକଥା କହୁଛନ୍ତି ଗୋପୀମାନେ। କୃଷ୍ଣ ହୁଏତ ସେଠାରେ କୋଉ ଗଛର ଅଡୁଆଳରେ ଲୁଚି ରହି ଶୁଣୁଥିବେ କଥା, ନିଜେ ନିଜେ ଭାବୁଛନ୍ତି। ଆମେ ଯୋଉ କଥାବାର୍ତ୍ତା ହଉଛନ୍ତି କୃଷ୍ଣ ନିଶ୍ଚୟ ଗଛର ଅଡୁଆଳରେ ରହିକି ନିଶ୍ଚୟ ଶୁଣୁଥିବେ। ନ ଦେଖାଦେଲେ ମଧ୍ୟ ସେମାନେ ନିଜେ ନିଜେ ଭାବୁଛନ୍ତି ନିଶ୍ଚୟ ଶୁଣୁଥିବେ। ଭଗବାନ ନିଶ୍ଚୟ ଶୁଣୁଛନ୍ତି ଭକ୍ତଙ୍କର କଥା ଶ୍ରବଣ କରିବେନି। ସିଏ ଚାହିଁକି ରହିଛନ୍ତି, ବ୍ୟାକୁଳିତ ହଉଛନ୍ତି, ମୋ ଭକ୍ତ କେତେବେଳେ ଗୁଣଗାନ କରି ମୁଁ ଶ୍ରବଣ କରିବି। ଆଉ ଗୋପୀ ମାନଙ୍କର ଗୁଣଗାନ ଭଗବାନ ଗଛ ଅଡୁଆଳରେ ରହି ଶୁଣୁଛନ୍ତି। ଗୋପୀ ମାନଙ୍କର ବ୍ୟାକୁଳତାକୁ ଭଗବାନ ଶୁଣିବେନି, ଭକ୍ତର ବ୍ୟାକୁଳତା ଭଗବାନ ଶୁଣିବେନି, ନିଶ୍ଚୟ ଶୁଣିବେ। ଆଉ ସେଇ ବ୍ୟାକୁଳତାକୁ ଗୋପୀମାନେ ଭାବୁଛନ୍ତି ଭଗବାନ ନିଶ୍ଚୟ ଶୁଣୁଛନ୍ତି, କିନ୍ତୁ ଆମକୁ ଦର୍ଶନ ଦଉନାହାନ୍ତି। ତେଣୁ ସେ କହୁଛନ୍ତି ହେ କୃଷ୍ଣ ଆପଣ ଟିକେ ଚିନ୍ତା କରନ୍ତୁ। ଗୋପୀମାନେ କହୁଛନ୍ତି ହେ କୃଷ୍ଣ ଆପଣ ଟିକେ ଚିନ୍ତା କରନ୍ତୁ। ଆପଣ ଆମକୁ ଦର୍ଶନ ନ ଦେଇ ଜଣେ ଦୁଇ ଜଣ ନୁହେଁ ହଜାର ହଜାର ସ୍ତ୍ରୀ ମାନଙ୍କର ବଦ୍ଧ ଦୋଷିକ ପ୍ରାପ୍ତ ହେବେ। ଗୋପୀମାନେ କହୁଛନ୍ତି ଆମକୁ ଦର୍ଶନ ନ ଦେଇ ଜଣେ ଦୁଇ ଜଣ ଗୋପୀ ନାହୁଁ, ଆମେ ହଜାର ହଜାର ଗୋପୀ ଅଛୁ। ଆଉ ଯେତେବେଳେ ସେମାନେ ମୃତ୍ୟୁବରଣ କରିବେ ନିଶ୍ଚୟ ଆପଣଙ୍କୁ ପାପ ଦୋଷ ଲାଗିବ। ତେଣୁ ସେଇ ପାପର ଭୟ ଆପଣଙ୍କୁ କଣ ଭୟଭୀତ କରୁନି? ଗୋପୀମାନେ କହୁଛନ୍ତି ସେ ଯୋଉ ଦୋଷ, ଗୋପୀମାନଙ୍କର ମୃତ୍ୟୁର ଦୋଷ ପାପ ଆପଣଙ୍କୁ ଲାଗିବ। ତେଣୁ ଏଇ ଦୋଷ ପାପ ଶୁଣିକି ଆପଣଙ୍କୁ ଭୟଭୀତ ଲାଗୁନି? ଆପଣ ବୁଝିପାରୁଛନ୍ତି ନା ତାଙ୍କର ମନ ଭାବ ଗୋପୀ ମାନଙ୍କର? ଏଇ ପାଠଟା
ବୃନ୍ଦାବନର ପାଠ ଯଦି ଧ୍ୟାନରେ ଶ୍ରବଣ କରିବେ ତାହେଲେ ବୁଝିପାରିବେ ଗୋପୀମାନଙ୍କର ମନୋଭାବ। ସେ କହୁଛନ୍ତି ଆପଣ ଯଦି ଆମକୁ ଦର୍ଶନ ନ ଦେବେ ଆମେ ଆପଣଙ୍କ ବିରହରେ ମୃତ୍ୟୁବରଣ କରିବୁ ଆଉ ସେଇ ଦୋଷ ଆପଣଙ୍କୁ ଲାଗିବ। ତେଣୁ ଯଦି ଭୟ ନଥିବ ତାହେଲେ ଏଭଳି ଭାବରେ କରିବେ। ତେଣୁ ଏଠି କହୁଛନ୍ତି ଅଶୁଳ୍କ ଦାସିକା, ଆମେ ସ୍ୱଇଚ୍ଛାରେ ଆପଣଙ୍କ ପାଖରେ ନିଜକୁ ସମର୍ପଣ କରିଛୁ ବିନା ଶୁଳ୍କରେ, ବିନା ମୂଲ୍ୟରେ। ତେଣୁ ହେ ବରଦ ଲଗାଉଛନ୍ତି, ହେ ବରଦ, ବରଦର ଅର୍ଥ ପ୍ରପାତ ଏଠି ଉଲ୍ଲେଖ କରୁଛନ୍ତି ହେ ଅଭୀଷ୍ଟ ପ୍ରଦ, ଯିଏକି ଭକ୍ତମାନଙ୍କର କାମନାକୁ ଇଚ୍ଛାକୁ ପୂର୍ଣ୍ଣ କରନ୍ତି। ଅଭୀଷ୍ଟ ଆପଣ ଯାହା ଇଚ୍ଛା, ଭକ୍ତମାନେ ଯାହା ଇଚ୍ଛା କରିବେ ଭକ୍ତଙ୍କର ଅଭୀଷ୍ଟ କିଏ ପୂରଣ କରିବ? ଅଭୀଷ୍ଟର ଅର୍ଥ ମନୋବାଞ୍ଛା। ମନୋବାଞ୍ଛାକୁ ଭକ୍ତର କିଏ ପୂରଣ କରନ୍ତି? ଭଗବାନ। ଗୋପୀମାନେ ଯାହା ଇଚ୍ଛା କରିଛନ୍ତି ତାଙ୍କର ମନର ଇଚ୍ଛାଟାକୁ, କାମନାଟାକୁ ଭଗବାନ ପୂର୍ଣ୍ଣ କରିବେ ନା। ତେଣୁକରି ହେ କହୁଛନ୍ତି ହେ ବରଦ, ହେ ଅଭୀଷ୍ଟ ପ୍ରଦାନକାରୀ, ଆମର ଇଚ୍ଛାକୁ ଆପଣ ବା ମନୋବାଞ୍ଛା ଆପଣ ପୂର୍ଣ୍ଣ କରନ୍ତୁ। ଏ ଲଗାଉଛନ୍ତି ହେ ବରଦ। ଏଠି ଆଚାର୍ଯ୍ୟ ଟୀକା କରୁଛନ୍ତି ବରଦ ଶ୍ରେଷ୍ଠ, ବରଦ ରାଜ, ଭଗବାନ ହେଉଛନ୍ତି ବରଦ ରାଜ, ବରଦ ଶ୍ରେଷ୍ଠ। ବରଦାନ, ବର ଦାନ ଦେବା ଭିତରେ ହେଉଛନ୍ତି ସେ ହଉଛି ଶ୍ରେଷ୍ଠ ପୁରୁଷ। ଗୋପୀମାନେ କହୁଛନ୍ତି ହେ ବରଦ ଶ୍ରେଷ୍ଠ, ବରଦାନ ପ୍ରାପ୍ତ କରିବା ଅର୍ଥ ଆମର ଇଚ୍ଛା ପୂର୍ଣ୍ଣ ହେବ ଏବଂ ଆମେ ଆନନ୍ଦକୁ ପ୍ରାପ୍ତ କରିବା। ଗୋପୀମାନେ କହୁଛନ୍ତି ବରଦାନର ଅର୍ଥ ଆମର ଅଭୀଷ୍ଟ ଇଚ୍ଛାକୁ ପୂର୍ଣ୍ଣ କରିବା ଆଉ ଆନନ୍ଦ, ସେ ପୂର୍ଣ୍ଣ ହେଲା ପରେ ସେ ଅଭୀଷ୍ଟ ଇଚ୍ଛାଟା, ମନୋବାଞ୍ଛାଟା, ସେଥିରେ ଆନନ୍ଦ ପ୍ରାପ୍ତ ହେବା। ଗୋପୀମାନଙ୍କ ଇଚ୍ଛା କ'ଣ? ଦର୍ଶନ କରିବା ଭଗବାନଙ୍କୁ। ଆଉ ସେଇ ଦର୍ଶନ ପାଇଁ ଆପଣ ସେଠି କହୁଛନ୍ତି ହେ ବରଦ ଶ୍ରେଷ୍ଠ, ଆପଣ ଆମମାନଙ୍କର ମନୋବାଞ୍ଛା ପୂର୍ଣ୍ଣ କରନ୍ତୁ, କାରଣ ଆପଣ ହେଉଛନ୍ତି ବାଞ୍ଛା କଳ୍ପତରୁ। ଭଗବାନ ହେଉଛନ୍ତି ବାଞ୍ଛା କଳ୍ପତରୁ। ଆଉ ସେ ବାଞ୍ଛା କଳ୍ପତରୁ ଅନ୍ୟମାନଙ୍କର ମନର ବାଞ୍ଛିତ କାମନା କ'ଣ କରି ପୂର୍ଣ୍ଣ କରିବେ? ଆଉ କିଏ କରିପାରିବ ନା। ସେ କହୁଛନ୍ତି ଆମର ଯେଉଁ ମନୋବାଞ୍ଛା ରହିଛି ଯେ ଆମେ ଆପଣଙ୍କ ଦର୍ଶନ ପ୍ରାପ୍ତ ହେବୁ, ସେଥିପାଇଁ ଆମେ ସମସ୍ତ ସାରା ରାତ୍ରି ବୃନ୍ଦାବନରେ ଆପଣଙ୍କର ଅନ୍ୱେଷଣ କରିଛୁ। ଆପଣଙ୍କ ଦର୍ଶନ କରିବା ପାଇଁ ଆମେ କ'ଣ କରିଛୁ? ସାରା ରାତ୍ରି ବୃନ୍ଦାବନ ଆପଣଙ୍କୁ ଖୋଜୁଥିଲୁ, କିନ୍ତୁ ଆପଣ ଆମକୁ ଏ ପର୍ଯ୍ୟନ୍ତ ଦର୍ଶନ ଦେଇନାହାନ୍ତି। ଏହାର ଅର୍ଥ ଆମର ଇଚ୍ଛାକୁ ଆପଣ ପୂର୍ଣ୍ଣ କରୁନାହାନ୍ତି। ଗୋପୀମାନେ କହୁଛନ୍ତି ଆମେ ଯେତେ ଚେଷ୍ଟା କଲୁଣୁ ବୃନ୍ଦାବନ ସାରା ଖୋଜି ଖୋଜି ଆପଣଙ୍କୁ ଦର୍ଶନ କରିବା ପାଇଁ, ଆପଣ ଆପଣଙ୍କୁ ଦର୍ଶନ ଦେଉନାହାନ୍ତି। ଏହାର ଅର୍ଥ ଆପଣଙ୍କର ଇଚ୍ଛା ନାହିଁ ଆପଣଙ୍କୁ ଦର୍ଶନ ଆମକୁ ଦର୍ଶନ ଦେବା ପାଇଁ। ବରଦ ଭାବରେ ଆପଣଙ୍କର ଖ୍ୟାତି ଚତୁର୍ଦିଗରେ ବ୍ୟାପ୍ତ ରହିଛି। ଭଗବାନ ବର ଦେବାରେ ସମର୍ଥ ପୁରୁଷ, ତେଣୁ ଆପଣ ଯାହାକୁ ଚାହିଁଲେ ମଧ୍ୟ ବର ଦେଇପାରିବେ। ଆପଣଙ୍କର ଖ୍ୟାତି ଆଉ ଯଶ ରହିଛି, କିନ୍ତୁ ଆପଣ ଆମର କାମନାକୁ ପୂର୍ଣ୍ଣ କରୁନାହାନ୍ତି। ଯାହାକୁ ନିଦ ଆସୁଛି ସେମାନେ ଛିଡ଼ା ହେଇଯିବେ, ଯାହାକୁ ନିଦ ଆସୁଛି ସେମାନେ ଛିଡ଼ା ହେଇ ଶୁଣିବେ। ଆଖି ବନ୍ଦ କରି ରହିଲେ ହବ ନା, ଛିଡ଼ା ହେଇକିରି ଶ୍ରବଣ କରିବେ, ତାପରେ ବସିବେ ଧୀରେ। ସେ କହୁଛନ୍ତି ଆପଣ ହିଁ ଆମର କାମନାକୁ ପୂର୍ଣ୍ଣ କରିବେ, ଆଉ ଏଇ କାମନାକୁ ଅନ୍ୟ କେହି ପୂର୍ଣ୍ଣ କରିପାରିବେନି। କିନ୍ତୁ ସେ କାମନା ପୂର୍ଣ୍ଣ ନ କରି ଆପଣ ଆମକୁ ବଦ୍ଧ କରିବାରେ ବ୍ରତ ଧାରଣ କରିଛନ୍ତି, ଆମକୁ ହତ୍ୟା କରିବାରେ ବ୍ରତ ଧାରଣ କରିଛନ୍ତି କି? ଏଠି କହୁଛନ୍ତି ବଦ୍ଧ ଶବ୍ଦ ଆସୁଛି ନା, ନିଘ୍ନତର ଅର୍ଥ ହେଉଛି ବଦ୍ଧ। ଆପଣ ଆମକୁ ଦର୍ଶନ ନ ଦେଇ ଆପଣ ବ୍ରତ ଧାରଣ କରିଛନ୍ତି ଆମକୁ ବଦ୍ଧ କରିବା ପାଇଁ, ଗୋପୀମାନେ କହୁଛନ୍ତି। ତେଣୁକରି ଆମର ଇଚ୍ଛାକୁ ଆପଣ ପୂର୍ଣ୍ଣ କରୁନାହାନ୍ତି।
ତା ବଦଳରେ ନିଗ୍ନତ ଆପଣ ଆମକୁ ବଦ୍ଧ କରୁଛନ୍ତି। ତେଣୁ ହେ କୃଷ୍ଣ, ନେହ କିମ୍ ବଦ୍ଧ, ଏହା କ'ଣ ବଦ୍ଧ ନୁହେଁ କି? ନେହ କିମ୍ ବଦ୍ଧ, ଆମର ଇଚ୍ଛା ପୂର୍ଣ୍ଣ ନ କରିବାର ତ ଆମର ବଦ୍ଧ ନୁହେଁ କି? ଗୋପୀମାନେ କହୁଛନ୍ତି ଭଗବାନ କୃଷ୍ଣଙ୍କୁ, ଆପଣ ଦର୍ଶନ ଦଉନାହାନ୍ତି, ତାର ସହ ଆପଣ ଦର୍ଶନ ନ ଦେଇ ନେହ କିମ୍ ବଦ୍ଧ, ଏହା କ'ଣ ବଦ୍ଧ ନୁହେଁ କି? ତେଣୁ ଆମର ଇଚ୍ଛାକୁ ଆପଣ ପୂର୍ଣ୍ଣ କରନ୍ତୁ। ଯଦି ଦର୍ଶନ ନ ଦେବେ ଆମେ ଆମର ଜୀବନ ଧାରଣ କରିପାରିବୁ ନାହିଁ। ଆମେ ନିଶ୍ଚୟ ପ୍ରାଣ ତ୍ୟାଗ କରିବୁ। ଆଉ ଏଇ ପ୍ରାଣ ତ୍ୟାଗର ଦୋଷ ନିଶ୍ଚୟ ଆପଣଙ୍କୁ ଲାଗିବ, ପାପ ଲାଗିବ, ଆପଣ ପୁଣି ହଇରାଣ ହେବେ ପରେ। ଗୋପୀମାନେ କହୁଛନ୍ତି ଭଗବାନ କୃଷ୍ଣ, ଆମର ମୃତ୍ୟୁର ପାପ ଆପଣଙ୍କୁ ଲାଗିବ। ଦେଖନ୍ତୁ ଗୋପୀମାନଙ୍କର ଭାବ ହେଉଛି ଭଗବାନଙ୍କୁ କୌଣସି ପାପ ପ୍ରାରବ୍ଧ ଅପରାଧ କିଛି ଏସବୁ ଲାଗିବ ନା, କିନ୍ତୁ ଗୋପୀମାନେ ଭଗବାନଙ୍କ ବିରହରେ କୋହଳ ଭାବରେ କାକୁତି ବିନତି ହେଇକିରି ଭଗବାନଙ୍କୁ ଏଇଭଳିଆ ଦୋଷାରୋପ କଲେ ସେ ନିଶ୍ଚୟ କ'ଣ ହେବେ? ଦେଖା ଦେବେ। ଏଇଟା ହଉଛି ଗୋପୀମାନଙ୍କର ମନୋଭାବ। ଏଇଟା ହଉଛି ଗାଳି। ଗୋପୀମାନଙ୍କର ଭଗବାନଙ୍କୁ ଗାଳି ଦ୍ୱାରା ଭଗବାନ କ'ଣ ହଉଛି, ଏଥିରେ କ'ଣ ହଉଛି? ଆନନ୍ଦ ପ୍ରାପ୍ତ ହଉଛି। ସେଇଟା ଏକ କଥା। ଦେଖନ୍ତୁ ସେ କହୁଛି ଦର୍ଶନ ଯଦି ନ ହେବେ ଆମେ ପ୍ରାଣ ତ୍ୟାଗ କରିବୁ, ଆଉ ପ୍ରାଣ ତ୍ୟାଗର ଦୋଷ ଆପଣଙ୍କୁ ଲାଗିବ, ପାପ ଲାଗିବ। ତେଣୁ ହଜାର ହଜାର ଗୋପୀମାନଙ୍କର ବଦ୍ଧର ଦୋଷ ଆପଣଙ୍କୁ ଲାଗିବ। ଏଭଳି ଭାବରେ ଦୋଷାରୋପଣ କରି ଭଗବାନ କୃଷ୍ଣଙ୍କୁ ସେ କହୁଛନ୍ତି। ଯଦି ବା ଆଚାର୍ଯ୍ୟ ଏଠି କହୁଛନ୍ତି ଗୋପୀମାନଙ୍କର ଦୋଷାରୋପଣ କୋଉଭଳି ଭାବରେ ନା ପ୍ରେମ ପୂର୍ଣ୍ଣ ଦୋଷାରୋପଣ। ଏଇଟା ହଉଛି ପ୍ରେମ ପୂର୍ଣ୍ଣ ଦୋଷାରୋପଣ। ଭଗବାନଙ୍କ ପ୍ରତି ଏତେ ତାଙ୍କର ଏତେ ପ୍ରେମ ଥିଲା ଗୋପୀମାନଙ୍କର, ସେଇ ଦୋଷାରୋପଣଟା ଭଗବାନ କ'ଣ କରୁଥିଲେ? ଭଗବାନଙ୍କୁ ଆନନ୍ଦ ଦଉଥିଲା। ଗୋପୀମାନଙ୍କର ଏଭଳିଆ ବିରହ ଗୀତ ଶୁଣି ଭଗବାନ ଆନନ୍ଦିତ ହଉଥିଲେ, କାରଣ ସେଭଳିଆ ଭାବରେ ପ୍ରେମ ଥିଲା, ସେଥିପାଇଁ ସେ ଦୋଷାରୋପଣ କରୁଥିଲେ ଭଗବାନ କୃଷ୍ଣଙ୍କ ଉପରେ। ଏଇଭଳି ଦୋଷାରୋପଣ କରିବା ପଛରେ ଆଚାର୍ଯ୍ୟ ମାନେ କହୁଛନ୍ତି କାରଣ କ'ଣ ନା ଭଗବାନ କୃଷ୍ଣଙ୍କ ହୃଦୟରେ କୃପାର ଉଦ୍ରେକ କରିବା। ବିଗଳିତ ହବ ନା ଭଗବାନ କୃଷ୍ଣଙ୍କର ହୃଦୟ। ଏତେ ପ୍ରାର୍ଥନା କରୁଛନ୍ତି ଗୋପୀମାନେ ମତେ ଦର୍ଶନ କରିବା ପାଇଁ, ମୁଁ ନିଶ୍ଚୟ ତାଙ୍କୁ ଦର୍ଶନ ଦେବି। ଏହା ହେଲା ତାର ଉଦ୍ଦେଶ୍ୟ ଦୋଷାରୋପଣ କରିବାର ଗୋପୀମାନଙ୍କର। କିନ୍ତୁ ଦୋଷାରୋପଣ କଲେ ସିନା ପରେ ଭାବୁଛନ୍ତି ଗୋପୀମାନେ ଏ ଦୋଷାରୋପଣ କରିବା ଠିକ ନାହିଁ। କାହିଁକି ଠିକ ନାହିଁ? ନା ଜଣକୁ ଦୋଷ ଦେଖେଇଲେ ସେ କ'ଣ ରାଗିବ ନା ଆନନ୍ଦିତ ହବ? ରାଗିବ। ମୁଁ ତମ ଦୋଷ ଦେଖି ତମେ ଆନନ୍ଦିତ ହବ, ପ୍ରଶଂସା କଲେ ଆନନ୍ଦିତ ହବ। କିନ୍ତୁ ବୈକୁଣ୍ଠରେ ଗୋଲୋକ ଧାମରେ ଏଇଟା ହଉଛି ଆନନ୍ଦ। ଏଇଟା ବୈକୁଣ୍ଠ ଗୋଲୋକ ଧାମରେ କୌଣସି ଇଏ ନାହିଁ, ଆପଣଙ୍କୁ କୌଣସି କଥା କହିଲେ ମଧ୍ୟ ଆପଣଙ୍କୁ ବାଧିବ ନା, କଷ୍ଟ ହବ ନା, ଅପମାନ ହବ ନା, ଯାହା ବି କହିବ ସବୁ ଆନନ୍ଦ ମିଳିବ, ପ୍ରଶଂସା ଏଇଟା କୁହାଯାଏ। ସେ ପାଠ ଅଲଗା। କିନ୍ତୁ ଏଇ ଜଗତରେ ଦିଟା ଅଛି, ନିନ୍ଦା ପ୍ରଶଂସା। ପ୍ରଶଂସା କଲେ ଆନନ୍ଦିତ, ନିନ୍ଦା କରିଦେଲେ ଦୁଃଖିତ। ଗୋପୀମାନେ ନିନ୍ଦା କରୁଛନ୍ତି ନା, ଆପଣଙ୍କୁ ଦର୍ଶନ ନ ଦେଇ ଆମକୁ ଆପଣଙ୍କୁ ଦୋଷ ଲାଗିବ। ଏଠି କହୁଛନ୍ତି ଗୋପୀମାନଙ୍କ ମନୋଭାବଟାକୁ ସେମାନେ ପୁଣି କହୁଛନ୍ତି ଆଚ୍ଛା ଆମେ ଦୋଷାରୋପଣ କଲେ ଭଗବାନ କ'ଣ ଦର୍ଶନ ଦେବେ? ସେ ତ ସେଥିରେ ଉତ୍ତେଜିତ ହେଇଯିବେ। ଯଦି ବା ଆମର ଆକାଂକ୍ଷା ଅଛି ଦର୍ଶନ କରିବା ପାଇଁ, କିନ୍ତୁ ଏ ଦୋଷାରୋପଣ କରିବା ଠିକ ନାହିଁ। ଅର୍ଥାତ୍ ଆମେ କେବେ ହେଲେ ଭଗବାନଙ୍କୁ ବାଧ୍ୟ କରିପାରିବା ନା ଆମକୁ ଦର୍ଶନ ଦିଅ ବୋଲି।
ये शिक्षा दौरान आम गोपी मान स्तर जाकि भगवान गाड़ी देवा दर्शन देवे दर्शन देवे तार अर्थ आचार्य ये बुझाऊँ आम ये भाव में दोषारोपण कर भगवान बाध्य करें आमको दर्शन दियो बोली केत नास्तिक अच्छे ना भगवान उपर विश्वास करते ना किंतु से कहते जदि आमको भगवान को देख दियो ताहले आम विश्वास करूँ से कहते ना भगवान कौन एत सस्ता पड़े तुमको दर्शन देवे भगवान कौन साधारण लोक तुम्हें कहला कि तुम आगे जा प्रकटित हो मो से दर्शन कर बोली वास्तव मैंने से चाहती अर्थात ये शिक्षा दौरान भगवान को आम के बाध्य करना आमको दर्शन यही क्षण दर्शन दियो भगवान को एत सहजरे और सस्तार प्राप्त करी हुए नहीं भगवान के परम भक्त गोपी माने भगवान को प्राप्त हो पार वीर अग्नि तापित हो प्रार्थना कर क्रंदन कर दर्शन करने आम पाखे किसी भक्ति न था कि आम कह भगवान को देख आम पाखे जल्दी दर्शन दे आम सम्मुख हम ठीक है कौन ठीक भगवान को समस्ते दर्शन कर भगवान के प्रति जार प्रेम अच्छी भक्ति अच्छी भगवान तांको से भक्तों की दर्शन देवे गोपी माने भगवान को छाड़ी बुले हरे की केते प्रार्थना कले केते अध्याय पड़ेला तथापि भगवान ताको दर्शन दूना आज भक्ति करते भगवान पाखे छिड़े दर्शन दियो बोली कहले से गोपी मैंने ये कौन कर व्याकुलता प्रकाश कर गोपी विरह गीत द्वारा प्रार्थना कर विभिन्न शब्द लगे भगवान को प्रशंसा कर भगवान के गुणगान करद्वारा से व्याकुलता को भगवान सही न पारी निश्चय दर्शन आग को देवे आमर से हवा कर्तव्य आम भक्त ही व्याकुलता अच्छी भगवान प्रति क्रंदन अच्छी ना गोपी मान केमती विरह क्रंदन कर व्याकुलता प्रार्थना कर प्रार्थना करवा व्याकुलता सहित क्रंदन करके जमती उदाहरण दिया शिशु जिते बड़े क्रंदन करे माँ धाई आसे दुग्ध पान करने से पर्यंत सी आस जदि से व्याकुलतार क्रंदन न कर माँ आसो ता काम से व्यस्त रही जो उच्च स्वर क्रंदन कर मो छुआ को कौन विपद पड़ला बोली माँ धाई आसो हेले तो ताकू भोक लगुव क्रंदन कर नहीं तो किसी असुविधा आसे से क्रंदन कर से क्रंदन ध्वनिटा माँ श्रवण कर माँ आसो जदि भोक लगुव दुग्धपान कर कि कौन से असुविधा पड़े सुरक्षा दे ठीक से भाव में भक्तर क्रंदन रे भगवान कौन करती वशीभूत हो जाते भगवान दर्शन देवे तो आम जो हरि संकीर्तन कर भगवान को आम हरि संकीर्तन क्रंदन करवा व्याकुलतार सहित से व्याकुलतार भगवान आसी आमको दर्शन देवे हरे कृष्ण 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 हरे 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 राम 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 हरे हरे जो भाव में शिशु क्रंदन कर माँ मत भोक है जल्दी आसे ठीक से भाव भगवान का हरे कृष्ण महामंत्र द्वारा कौन कर व्याकुलतार क्रंदन करने दरकार गोपी मैंने से भाव में क्रंदन करते विरह रे भगवान प्रार्थना करते आम जिते महामंत्र कीर्तन करुचे यह भक्तर व्याकुल क्रंदन हेबा आवश्यक भगवान के दृष्टि आकर्षण करने कृपा भिक्षा करने महामंत्र अर्थ हूँ से
आम हृदय एत कठोर हो जाइए महामंत्र कीर्तन रे आमको उत्साह आनंद क्रंदन तो दूर था उत्साहित होना आनंद आनंद मध्य मझे मझे बिरबिर होती ऐसे आनंद हृदयटा कठोर हृदय बाकी जिन सब हृदय अच्छे से हृदयटा पत्थर हो कठोर हो भगवान नाम उच्चारण कंदन आस कि व्याकुलता आस कि उत्साह आनंद मिलू किंतु जार हृदय कौन सबु प्रकार अनर्थर मुक्त हो हृदय कौन सा प्रकार काम क्रोध लोभ मोह मद माश्चर्य ईर्षा द्वेष ये सब किसी ना तार हृदय किसी ना किसी भगवान नाम उच्चारण आनंद हृदय सृष्टि हो जार होनी जाना पड़ो हृदय आ बाकी जिनस रही जार होनी कृष्ण प्रति व्याकुलता नाम कीर्तन रे जाना पड़ो हृदय बाकी संसार जिनस भरी रही संसार जिनस प्राप्त होगा क्रंदन कर नहीं आम हरे कृष्ण महामंत्र जो कर प्रभु टंका दियो सेटा अच्छी भीतर क्रंदनटा जार जोड़ा मत चाकरी दियो मत टंका दियो मत बड़ गाड़ी दियो मुझे सुख रही यही सब जिन सब वस्तु प्राप्त होगा क्रंदन कर हरे कृष्ण महामंत्र करी जिन भगवान दे जा धरी जा कृष्ण प्रेम मिलना कृष्ण प्राप्त हो पार बाकी जिन सब मिल तेणु गोपी मान हृदय ये सब जिन किसी नाला से क्रंदन करते आपण आमको दर्शन देते आमको किसी दरकार ना आपण दर्शन ही आमर कष्ट कौन हम दूर हम आम जो तापित हो संसार में आपण को दर्शन न करी से आम आप प्रार्थना करमर से भाव व्याकुलता रही भगवान निश्चय दर्शन देवे आमर प्रथम आम निजे उपचार आमर से व्याकुलता अच्छी कि निजे निजे प्रश्न करतु निजे निजे दोषड़ा देखी प्रार्थना करेंगे मोर से व्याकुलता अच्छी कि जदि ना कौन पे ना तार्थ बाकी जिनस अच्छी से केमी डिलीट हम भगवान को हरे कृष्ण महामंत्र प्रार्थना करेंगे प्रभु ये सब किसी मोर किसी दरकार नहीं टंका सुना चाकरी जहाँ भी एनी जिनस मोर किसी दरकार नहीं आपण ही दरकार एटा जब हृदय हम ताले धीरे धीरे भगवान कौन करेंगे भगवान विशते हृदय भगवान करेंगे हृदय प्रवेश करेंगे हृदय सिंहासन बस दी आड़ जब रहा अल्प अल्प मिल टे भोग टे भक्ति टे भगवान बांटिकी देवे जार किसी दरकार नहीं भगवान पूरा काटे सफा करेंगे तेणु कोटा इच्छा तुम निजे निजे बाछ शुद्ध भक्ति दरकार भगवान देवे कामना थी दरकार मिश्र भक्ति दरकार देवे गोपी मैंने ये कौन कहते आमर आ किसी दरकार नहीं आपण आमको दर्शन करते आमर कष्ट को दूर करते यही आप प्रार्थना तेना आम जिते बड़े आसी बाकी जन्म बहुत से जिनस प्राप्त होती बहुत सारे प्रार्थना कर भोग भोगी बर्तमान यही जन्म भगवान कृष्ण सिद्धांत तत्व को जानला पर से प्रार्थना कर रहा आम ठार बोका किए अच्छे आम मान बुद्धिमान नुहति हूँ मूर्ख मूढ़ ये कहते ना
भजन्ते माम दृढ़ जे भगवान सब किसी ऐश्वर्य को जानिकी भगवान भजन करती से होती बुद्धिमान। बुद्धिमान बोले सेटा आमे भाबे उचित न आमे भगवान भजन करछती टंका दियो मत भगवान भजन करी मते बुद्धिमान ना ना से बुद्धिमान न। भौतिक आशा रखी जो माने भजन करती से माने बुद्धिमान नहंती, से माने ठकामीर शिकार होती संसार रे। संसार तो पुण्य अध्याय पड़ियो ना, जन्म मृत्यु पुण्य चक्र घुरिया पड़े जदि कौन सी कामना रखी भगवान को प्रार्थना करेंगे कामना जीरो होगा पड़े। केवल कृष्ण प्राप्ति इच्छा ले भगवान कौन करेंगे दर्शन देवे। ये कहते गोपी माने दोषारोपण करने पर कृष्ण को मनाइबा पई चेष्टा करछंती। गोपी माने दोषारोपण करछते भगवान को कौन दोषारोपण कले के कह परिबे भगवान ऊपर दोषटा कौन लदिले आपण आमको दर्शन न दे जदि आपण को विरह रे आमे मृत्युवरण करू से पाप आपण को लागिबो। तेणुकर सावधान जदि दंड भोगार अच्छे आमको दर्शन दे दियो। गोपी मान मनोभाव वर्णना कर परवर्ती श्लोक आसो कौन आउे कहते गोपी माने भगवान को प्रार्थना करी हरे कृष्ण। अंतरा भागवतम की शिल प्रभुपाद की गौर प्रमंडे।